ପିଲାମାନେ ସମସ୍ତଙ୍କୁ ସ୍ୱାଗତ ଆଜିର ଭିଡ଼ିଓକୁ। ଆଜିର ଭିଡ଼ିଓ ପ୍ରତ୍ୟେକ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଓ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ। ତ ଏହି ଭିଡ଼ିଓ ହେଉଛି ଅଲିମ୍ପିକ୍ ଗଣିତ ଓ ବିଜ୍ଞାନ ପରୀକ୍ଷା 2024, ଯେଟିକି ପିଲାମାନେ ଯେଉଁମାନେ ଅଷ୍ଟମ କ୍ଲାସ୍ ସେ ଅଷ୍ଟମ କ୍ଲାସ୍ର ପିଲାମାନଙ୍କ ପାଇଁ ଗଣିତ ଓ ବିଜ୍ଞାନ ଉପରେ ପର୍ଯ୍ୟବେସିତ। ତ ଗଣିତ ବିଜ୍ଞାନ କ୍ଲବ୍ ଗଣିତ ବିଜ୍ଞାନ ଅଲିମ୍ପିଆଡ଼, ଏ ଯେଉଁ ଗଣିତ ବିଜ୍ଞାନ ଅଲିମ୍ପିଆଡ଼ ହେଉଛି ଯେ ଆମେ ଗଣିତ ବିଜ୍ଞାନକୁ କିପରି ଭାବରେ ଅଧିକ ଗୁରୁତ୍ୱ ଦେବା ପିଲାମାନଙ୍କ ପାଇଁ। ତେଣୁ ଯେଉଁ ପ୍ରଶ୍ନ ପ୍ରସ୍ତୁତି ହେଇଛି ଯେ 20 ମାର୍କ ହେଉଛି ଗଣିତରେ, 20 ମାର୍କ ବିଜ୍ଞାନରେ, ସେ ପ୍ରଶ୍ନପତ୍ରର ଆଜି ଉତ୍ତର ଆମେ ଦେଖିବା ଏବଂ ପ୍ରଶ୍ନପତ୍ର ଗୁଡ଼ିକ ମଧ୍ୟ ଦେଖିବା। ତେଣୁ ଏହି ପ୍ରଶ୍ନପତ୍ର ଗୁଡ଼ିକ ମଧ୍ୟ ପରୀକ୍ଷାରେ ଆସିବ। ଏଗୁଡ଼ା ଖାଲି ଅଲିମ୍ପିଆଡ଼ ପାଇଁ ନୁହେଁ, ଏଭଳି ପ୍ରଶ୍ନ ପରୀକ୍ଷାରେ ମଧ୍ୟ ଆସିବ। ତେଣୁ ପ୍ରତ୍ୟେକ ପିଲା ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଏ ପ୍ରଶ୍ନକୁ ଧ୍ୟାନ ଦେବା ଜରୁରୀ। ତ ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପୂର୍ବରୁ କହି ରଖୁଛି, ଯଦି ଆପଣମାନେ ପ୍ରଥମ ଥର ପାଇଁ ଚ୍ୟାନେଲକୁ ଭିଜିଟ୍ କରୁଛନ୍ତି ବା ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତଳେ ଲେଖାଥିବା ଲାଲ ସବସ୍କ୍ରାଇବ୍ ବଟନକୁ ଦବାଇ ସବସ୍କ୍ରାଇବ୍ କରନ୍ତୁ ଏବଂ ତା ସହିତ ଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଏହି ଚ୍ୟାନେଲ ଦ୍ୱାରା ପ୍ରସ୍ତୁତ ପ୍ରତ୍ୟେକ ଭିଡ଼ିଓ ନୋଟିଫିକେସନ୍ ଆପଣଙ୍କ ପାଖରେ ଆଗେ ପହଞ୍ଚି ପାରିବ। ତ ପିଲାମାନେ ଆସ ଆଜି ଆଲୋଚନା କରିବା ଅଲିମ୍ପିଆଡ଼ ଗଣିତ ବିଜ୍ଞାନ ପରୀକ୍ଷା 2024ର ପ୍ରଶ୍ନର ଉତ୍ତର ଗୁଡ଼ିକ। ଦେଖ, ପ୍ରଥମେ ଦିଆହେଇଛି ଠିକ୍ ଉତ୍ତର ଚାରିପଟେ ଗୋଲ ବୁଲେଇବ। ସବୁଠାରୁ ଅପସନ୍ ଅଛି, 4ଟି ଅପସନ୍ ଅଛି। ତ ପ୍ରଥମ ପ୍ରଶ୍ନ ଦେଇଛି କ'ଣ ନା ଏଟା କ'ଣ ହେବ ABC ସେଟ୍ର। ପ୍ରକୃତରେ ତୁମେମାନେ ଜାଣିଛ ଏଟା ହେଉଛି ABC ସେଟ୍ର ଗୋଟେ ଏଲିମେଣ୍ଟ ହେବ। ତେଣୁ ଆମେ ଏଲିମେଣ୍ଟ ଚିହ୍ନକୁ ଏଇଠି ଦେବା। ଏଲିମେଣ୍ଟ ଚିହ୍ନଟା ଆମେ ଏଇଠି ଦେବା। ତେଣୁ ହେବ ଏଲିମେଣ୍ଟ, ଏଲିମେଣ୍ଟ ଅଫ୍ ABC। ଠିକ୍ ସେରକ ଦ୍ୱିତୀୟ ପ୍ରଶ୍ନ ଆସୁଛି BC ଯେଉଁ ସେଟ୍ ଅଛି, ଏଇ ଯେଉଁ BC ସେଟ୍ ABC ସେଟ୍ର କ'ଣ ହେବ ନା ତା'ର ଉପସେଟ୍ ହେବ। ତେଣୁ ତାକୁ ଏମିତି ଚିହ୍ନ ଦିଆଯିବ, ଏମିତି। এই চিহ୍নটাକୁ ତୁମେ ଦେବ ସେକେଣ୍ଡ ଚିହ୍ନଟାକୁ। ଠିକ୍ ଅଛି। ତାପରେ ଶୂନର ବ୍ୟୁତ୍କ୍ରମ କେତେ? ପ୍ରକୃତରେ ଶୂନର ବ୍ୟୁତ୍କ୍ରମ ହେଉଛି ଶୂନ। ତେଣୁ ଶୂନର ବ୍ୟୁତ୍କ୍ରମ ହେଉଛି ସେ ଶୂନ ହେବ ତା'ର ଠିକ୍ ଉତ୍ତର। ତାପରେ 4 ନମ୍ବର ଆସୁଛି -5ର ବ୍ୟୁତ୍କ୍ରମ କେତେ? ତୁମେ ଜାଣିଛ -5ର ବ୍ୟୁତ୍କ୍ରମ ହେଉଛି +5 ହେଲା। ତେଣୁ ତା'ର ଠିକ୍ ଉତ୍ତର ହେବ +5। ତାପରେ ଆଚ୍ଛା ଦେଖିବା ନିମ୍ନସ୍ଥ ମଧ୍ୟରୁ 5 ନମ୍ବର, ନିମ୍ନସ୍ଥ ମଧ୍ୟରୁ କେଉଁ ସଂଖ୍ୟାଟି 5 ଦ୍ୱାରା ବିଭାଜ୍ୟ? 5 ଦ୍ୱାରା ବିଭାଜ୍ୟ ସଂଖ୍ୟା ଯାହାର ଏକ ଘରେ 5 ଥାଏ ସିଏ ହେଉଛି 125। ତେଣୁ 125 ହେଲା ତା'ର ଠିକ୍ ଉତ୍ତର। 710କୁ 10 ଦ୍ୱାରା ବିଭାଜ୍ୟ କିନ୍ତୁ 5 ଦ୍ୱାରା ବିଭାଜ୍ୟ ନୁହେଁ, ଏଇଟା କ'ଣ ଠିକ୍ କି? 710କୁ 10 ଦ୍ୱାରା ବିଭାଜ୍ୟ କଲେ ସେ 71 ହେଇଯିବ ଭାଗଫଳ। ଯଦି 5 ଦ୍ୱାରା ବିଭାଜ୍ୟ କରିବା 710କୁ, ତାହେଲେ ହେଇଯିବ 5 × 5, 5 × 20, 5 × 10, 142 ହେବ ତା'ର ଭାଗଫଳ। ତାହେଲେ ଇଏ କହୁଛି 10 ଦ୍ୱାରା ବିଭାଜ୍ୟ କିନ୍ତୁ 5 ଦ୍ୱାରା ବିଭାଜ୍ୟ ନୁହେଁ, କିନ୍ତୁ ପ୍ରକୃତରେ ତାହା ହେଉଛି ଉଭୟ ଦ୍ୱାରା ବିଭାଜ୍ୟ। ଯେଟା 10 ଦ୍ୱାରା ବିଭାଜ୍ୟ ସେ ନିହାତି 5 ଦ୍ୱାରା ବିଭାଜ୍ୟ। ତେଣୁ ଏଇଟା ହେଉଛି ବିଭାଜ୍ୟ ନୁହେଁ କହିଛି, ତେଣୁ ଏଇଟା ହେଉଛି ଭୁଲ କହିଛି। ତେଣୁ ଭୁଲଟା ହେବ ଠିକ୍ ଉତ୍ତର। ତାପରେ 7 ନମ୍ବର ଆସ ଦେଖିବା 2y ଗୁଣନ 0 ସମାନ ଡ୍ୟାସ୍। ଦେଖ, ତୁମେମାନେ ଜାଣିଛ ଯେ ଶୂନକୁ ଯାହା ଦ୍ୱାରା ବା ଯାହା ସହିତ ଶୂନକୁ ଗୁଣିଲେ ବା 0କୁ ଗୁଣିଲେ ତା'ର ଗୁଣଫଳ ହେବ 0। ତେଣୁ ୟା ଠିକ୍ ଉତ୍ତର ହେବ 0। କାହିଁକି ନା 2y ଗୁଣ 5y ଗୁଣ ଯାହାକୁ ଗୁଣ 0 ସହିତ ତା'ର ଆନ୍ସର୍ ଆସିବ 0। ତାପରେ ଆସ 8 ନମ୍ବରକୁ ଯିବା। 8 ନମ୍ବର ଦେଖ 3a ଗୁଣନ 5 = ଡ୍ୟାସ୍। ଏଇଟା ହେବ 15a। ଏଇଟା ହେବ 15a ହେବ ତା'ର ଠିକ୍ ଉତ୍ତର। ତେଣୁ 15aଟାକୁ ହେଉଛି ତୁମେ ମାରିବ ଗୁଲ, 15 ଏଇଟା ହେବ ତା'ର ଠିକ୍ ଉତ୍ତର। ତାପରେ ଆସ 9 ନମ୍ବରକୁ ଯିବା। ଦେଖ 4d ହରଣ ଡ୍ୟାସ୍ ସମାନ 2। ଭଲ ଭାବେ ଦେଖ 4d ହରଣ ଡ୍ୟାସ୍ ସମାନ 2 ମାନେ 4dକୁ ହେଉଛି ଆମେ କ'ଣ 4dକୁ ଆମେ କ'ଣ କଲେ 2 ଆସିବ? ପ୍ରକୃତରେ ସିମ୍ପଲ୍ କଥା। 4dକୁ ଯଦି ଆମେ 2d କରିବା, 2d କଲେ ଆମର ଆସିବ କେତେ? ଖାଲି d ଆସିବ, dd କଟିଗଲା, 2 × 4 2d। ତେଣୁ ଫାର୍ଷ୍ଟ ହେବ ତା'ର ଠିକ୍ ଉତ୍ତର। ତାପରେ ନେକ୍ସଟ କାମ ହେଲା 5 ଜଣ ଲୋକ ଗୋଟିଏ କାମକୁ 10 ଦିନରେ କରନ୍ତି। ତେଣୁ ଏଇଟା ଯୌଥ ଚଳନ ନା ସଳଖ ଚଳନ ନା ପ୍ରତିଲୋମୀ ଚଳନ? ତୁମମାନେ ଭଲ ଭାବରେ ମନେ ପକାଅ ଏଇଟା କେଉଁ ଚଳନକୁ ଯିବ। ତାପରେ 11 ନମ୍ବର ଆସିଲା 100ର 20% କେତେ? ତୁମେ ଜାଣିଛ 100ର 20% କ'ଣ, 30% କ'ଣ, ଯାହା ହେବ ସେଇ ସଂଖ୍ୟା। ତେଣୁ 100ର 20% ହେବ 20। ସେଇ 20 ହିଁ ହେବ ତା'ର ଠିକ୍ ଉତ୍ତର। ତାପରେ ଦେଖ ସେ କହିଲା 12 ନମ୍ବର ଡ୍ୟାସ୍ ସମାନ PTR/100। ତୁମେ ଜାଣିଛ ଆମର ଯେଉଁ ସୁଧ କୁହାଯାଏ, ସୁଧର ସୂତ୍ର ହେଉଛି ସୁଧ = ମୂଳଧନ ଗୁଣନ ସମୟ, ମୂଳଧନ ଗୁଣନ ସମୟ ଗୁଣ ସୁଧ ହାର
ବାଇ 100। ତେଣୁ ଏଠି ସୁଧ ହେଉଛି ଆଇ, ପି ହେଉଛି ମୂଳଧନ, ଟି ହେଉଛି ଟାଇମ୍, ଆର୍ ହେଉଛି ରେଣ୍ଟ। ତେଣୁ ବାଇ 100। ତେଣୁ ଏଠି ହେବ ସୁଧ। ସୁଧ ମାନେ ଏଇଟା ହେବ ଇଣ୍ଟରେଷ୍ଟ, ମାନେ ଆଇ ହେବ ତାର ଠିକ୍ କରି ଲେଖିବ ଆଇ। ତାପରେ ନେକ୍ସଟ ଆସିଲା 5କୁ କେତେ ଥର ଗୁଣିଲେ 5ର ଘାତ 10 ହେବ। 5କୁ ଆମେ କେତେ ଥର ଏମିତି ଗୁଣିବା ଯାହାଫଳରେ 5ର ଘାତଟା 10 ହେଇଯିବ। ତୁମମାନେ ଭଲ ଭାବରେ ଜାଣିଛ, ଏହାର ଠିକ୍ ଉତ୍ତର ହେବ 10 ଥର। 10 ଥର ଗୁଣିଲେ 5ର ଘାତ 10 ହେବ। ତାପରେ ଆସ 14 ନମ୍ବର ଦେଖିବା। 2y - 5 = 13 ହେଲେ ୱାଇର ମୂଲ୍ୟ କେତେ? ତୁମମାନେ ନିଜେ କୁହ ଯେ ଯଦି 2y - 5 = 13 ହେବ, ତାହେଲେ କ'ଣ ହେବ ଏଠି ଉତ୍ତର ନା ଖାଲି 2y ହେବ 13 ଯୁକ୍ତ 5। 13 5 କେତେ? 18। 5 3 8 18। ତାହେଲେ ଖାଲି ୱାଇଟା ହେବ = କେତେ ହେବ? 18/2 = 9 ହେବ ତାର ଠିକ୍ ଉତ୍ତର, ଯେଟା ଅପସନ୍ର ନାହିଁ। ମୁଁ ତାକୁ ପ୍ରମାଣ କରି ଦେଖାଇଦେଲି। ତାପରେ ନେକ୍ସଟ ଆସ ଦେଖିବା 0.001ର ଘନ କେତେ ହେବ? ଦେଖ 0.001ର ଘନ। ଘନ ମାନେ କ'ଣ? ଘନ ମାନେ କ୍ୟୁ। ଏଇ ଘନଟା କେତେ ହେବ? ଏଇ ଘନଟା ହେଉଛି ଆମେ କ'ଣ କରିବା ନା ଏଇଟା 0.001ର ଅର୍ଥ ହେଉଛି 1/1000। 1 2 3 1003। ତାମାନେ ଏଠି କେତେ ହେଇଯିବ ଦେଖ, 1000 1000 1000 ମାନେ କେତେ ହେଇଗଲାଣି, କେତେ ହଜାର ହେଇଗଲାଣି ଚିନ୍ତା କର। କିନ୍ତୁ ଏଠି ଦେଇଛି ଘନ କେତେ ହେବ? 1/1 2 3 4 5 6 ଗୁଣିବା 3ଟା 1000କୁ ଗୁଣିବା, ବୁଝିପାରିଲ? 10 10 ଗୁଣିଲେ 100 ହୁଏ। ତେଣୁ 3ଟା 1000 ଗୁଣିଲେ ଏତିକି ଆସିବ। 1 10 100 1000 ତ ଲକ୍ଷ ନିୟୁତ କୋଟି ଏତିକି ଆସିବ। କିନ୍ତୁ ଏଠି ଉତ୍ତର ଠିକ୍ସେ ଦେଇନାହିଁ। ତେଣୁ ଏଇଟା ହେବା କଥା 0.001ର ଘନ ମୂଳ କେତେ ହେବ କହିଲେ ଏଠି ଅପସନ୍ରେ ଆସିବ କେତେ ନା କେବଳ 0.1। କାରଣ 0.1କୁ ଆମେ ଯଦି 3 ଥର ଗୁଣିଦେବା ତେବେ ସେଇଟା ହେବ 1/0.001। ଏଇଟା ହେଇଯିବ ତାର ଘନ। ତେଣୁ ସେଇଟା କ୍ୱେଶ୍ଚନରେ ଠିକ୍ ହେବ ନାହିଁ, ସେଇଟା ଘନ ମୂଳ ହେଲେ ଠିକ୍ ହେବ। ତାପରେ -1ର ଘନମୂଳ କେତେ? -1ର ଘନମୂଳ ସେଇ -1, ବୁଝିଗଲା। ତାପରେ ଆସ ଦେଖିବା 36ର ଘନମୂଳ କେତେ? ଏଠି ଯେଉଁ ଦେଇଛି 36ର ଘନମୂଳ ଏଟା ହେଉଛି 0.36। 0.36ର ଘନମୂଳ ମାନେ ଏଇଠି ଆମେ କ୍ୟୁ ବାହାର କରିବା। କ୍ୟୁ ମାନେ 36 କେତେ ନା 100। 36/100 କୁ 1/3 ସହିତ ଆମେ କାଟିବା। ତେଣୁ ଏଟା ବି କୌଣସି ପ୍ରକାର ଠିକ୍ ଉତ୍ତର ମାନେ ଠିକ୍ ଉତ୍ତର ଦେଇନାହିଁ। ତାପରେ ଆସ 106ରେ 9ର ବର୍ଗମୂଳ କେତେ ହେବ? ଏଇଟା ଦେଖ, ତୁମେ ଜାଣିଛ 106ରେ 9ର ବର୍ଗମୂଳ ହେବ 13 ହେଉଛି ତାର 13 13 ଗୁଣରେ ହେଇଯିବ। ତେଣୁ ଏଠି +-13। ତେଣୁ 106ର ବର୍ଗମୂଳ ହେବ +-13, ଯେଉଁଟାକି ଥାର୍ଡ଼ଟା। ତାପରେ -2ରେ କେତେ ଗୁଣିଲେ ଗୁଣଫଳ 4 ହେବ? ତୁମେ ଜାଣିଛ -2ରେ -2 ଗୁଣିଲେ, କାରଣ -2 ଗୁଣନ -2 ସମାନ ହେଇଯିବ +4, ଗୁଣଫଳ 4 ହେବ। ତାପରେ ଆସ ଦେଖିବା ତମ ପାଇଁ ଯେ ଯେଉଁ କହିଛି କ'ଣ ନା 2325 ଗ୍ରାମ କେତେ କିଲୋଗ୍ରାମ? ତୁମେ ଜାଣିଛ 1000 ଗ୍ରାମ ହେଉଛି 1 କିଲୋଗ୍ରାମ ବା କେଜି। ତେଣୁ 2000 କିଲୋଗ୍ରାମ ହେଲା 2.325 ଗ୍ରାମ। ତେଣୁ 2 କିଲୋ 325 ହେବ 2.325 ହେଲେ ସେଇଟା ହେବ ସେତିକି କିଲୋଗ୍ରାମ। ତେଣୁ ଲାଷ୍ଟ ହେବ ତାର ଠିକ୍ ଉତ୍ତର। ତାପରେ ସରିଗଲା। ତାପରେ ଆସ ଯିବା ବର୍ତ୍ତମାନ ବିଜ୍ଞାନ ବିଭାଗକୁ ଅଷ୍ଟମ କ୍ଲାସ୍ର। କୁହ ମୋତେ ପାକଳ ଫସଲ କାଟି ଖଳାକୁ ଆଣିବାକୁ କ'ଣ କୁହାଯାଏ? ତୁମେ ଭଲ ଭାବେ ଜାଣିଛ ପାକଳ ଫସଲ କାଟି ଖଳାକୁ ଆଣିବାକୁ କୁହାଯାଏ ଅମଳ। ହେଲା। ରାସାୟନିକ ସାର ଏକ ଅଜୈବିକ କ'ଣ? ଔଷଧ ନା ଖତ ନା ଲବଣ? ଅଜୈବିକ ଖତ ହେବ ତାର ଠିକ୍ ଉତ୍ତର। ହଇଜା ଡ୍ୟାସ୍ ଦ୍ୱାରା ସୃଷ୍ଟି ହୋଇଥାଏ? ବୀଜାଣୁ ନା ଭୂତାଣୁ ନା କବକ? ପ୍ରକୃତରେ ହଇଜା ହେଉଛି ବୀଜାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ତାପରେ ଆସିଲା ସୁଡ଼ାସାର ଡ୍ୟାସ୍ ସହାୟତାରେ ପ୍ରସ୍ତୁତ ହୋଇଥାଏ? ଏଇଟା କ'ଣ ହେବ ନା ସୁଡ଼ାସାର ହେଉଛି ଇଷ୍ଟ ସହାୟତାରେ ପ୍ରସ୍ତୁତ ହୋଇଥାଏ। ଇଷ୍ଟ ହେବ ତାର ଠିକ୍ ଉତ୍ତର। କିଏ ସଂକ୍ରାମକ ରୋଗର ସବୁଠାରୁ ସାଧାରଣ ବାହକ? ତୁମେ ଜାଣିଛ ମାଛି ହେବ ତାର ଠିକ୍ ଉତ୍ତର। କଙ୍କି ବୁଢ଼ିଆଣୀ ମାଛି ଅଛି, ତା ମାଛି ହେବ ତାର ଠିକ୍ ଉତ୍ତର। ତାପରେ ଆସ ଦେଖିବା କେଉଁଟି ନନ୍ଷ୍ଟିକ୍ ବାସନରେ ବ୍ୟବହାର କରାଯାଏ? ତୁମେ ଜାଣିଛ ନନ୍ଷ୍ଟିକ୍ ବାସନରେ ଟେଫ୍ଲନ୍ ବ୍ୟବହାର କରାଯାଏ। ଟେଫ୍ଲନ୍ ଏଇଟା ବ୍ୟବହାର କରାଯାଏ। କେଉଁଟି ପ୍ରକୃତରେ ଉପଲବ୍ଧ ନୁହେଁ? ପ୍ରକୃତରେ ନାହିଁ। ଧାତୁ ଅଛି, ଅଧାତୁ ଅଛି, ଉପଧାତୁ ଅଛି। ଏଇ ଯେଉଁ ମିଶ୍ର ଧାତୁଟା ଉପଲବ୍ଧ ନୁହେଁକୁ ମିଶାଇକି ତିଆରି କରାଯାଏ। ତାପରେ ଆସିଲା କେଉଁଟି ପେଟ୍ରୋଲିୟମର ଏକ ଉତ୍ପାଦ ନୁହେଁ? କେଉଁଟି ପେଟ୍ରୋଲିୟମର ଏକ ଉତ୍ପାଦ
नुहे। तेणु पेट्रोलियम उत्पाद महा अवतार ठीक उत्तर। आउ सब पेट्रोलियम उत्पाद। कोयलार अंतर्धूमपातन केतोटी गैस प्रस्तुत हुए, केतोटी गैसीय पदार्थ प्रस्तुत हुए एटा निजे कर। गोटे दीपशिखार केतोटी मंडल था तार ठीक उत्तर हम 3टी मंडल थाए। तापर आसला 11 नंबर प्रश्न एलपीजी कैलोरी मूल्य केते। तुम जानिच एलपीजी कैलोरी मूल्य हम 55,000 किलो जूल पर केजी। एटा हम के जे जोड़ी किलो जूल पर केजी। तापर 12 नंबर होची गोटे निर्दिष्ट स्थान में देखा जाउथुवा प्राणी जाति को कौन कहती। गोटे निर्दिष्ट स्थान में देखा जाउथुवा प्राणी जाति को जाति कहती। प्राणी जाति को जेटा कि सॉरी जाति नुहे एटा होची प्राणी कूल कहती है। तापर आसला वंशगतिर एकक कौन कह जाए। वंशगतिर एकक को जीन कह जाए। जीन होची तार ठीक उत्तर। प्रकृति में देखा जाउथुवा बृहत्तम कोष क्या कह जाए। कुकुड़ा अंडा, अट्टपक्षीर अंडा, बतक अंडा। प्रकृत ठीक उत्तर होची अट्टपक्षीर अंडा। तापर आस देखिबा जुग्मजरे केतोटी नेष्टि थाए। जुग्मजरे होची 2टी नेष्टि थाए। तेणु 2 होब तार ठीक उत्तर। कूअरु केउं बल द्वारा पानी कढ़ा जाए। टणा बल ना ठेला बल। प्रकृत ठीक उत्तर होची टणा बल। घर्षण कौन उत्पन्न करे। बल, शक्ति ना चाप। घर्षण होची ताप उत्पन्न करे। आवृत्तिर एकक कौन अटे। 19 नंबर प्रश्न ना आवृत्तिर एकक हर्ट्ज अटे। तापर 7 नंबर 20 नंबर आसला निम्नलिखित मध्य केउंटी गोटे तार। संध्या तारा ना ध्रुव तारा ना लांज तारा ना शूटिंग तारा। एटा निजे कर। तो यही तुम मानकर विज्ञान उपरे किछि प्रश्न, गणित उपरे किछि प्रश्न। आशा करछु भिडियोटी को निश्चय भल लागिथिबो। तो आज एतिके आगो नुआ भिडियो नहीं तो पर्यंत मत दिया विदाय।